ପ୍ରେମକୁ ଖୋଜି ଖୋଜି ସୀମା ହାରାପାରିଲୁ। ସୁଦୂର ବାଂଲାଦେଶରୁ ବାଲେଶ୍ୱରରେ ପହଞ୍ଚିଛନ୍ତି ବାଂଲାଦେଶୀ ଝିଅ ରୁମା ମ୍ୟାରିଆମ୍। ଆଉ କିଛି ପୁରୁଣା ସ୍ମୃତି ସହିତ ମୋବାଇଲ ଥିବା ଫଟୋକୁ ପ୍ରମାଣ ସ୍ୱରୂପ ଧରି ପ୍ରାପ୍ତ ବାଲେଶ୍ୱର ଏସ୍ପିଙ୍କୁ ଭେଟିବା ପାଇଁ ଅଳି ଧରି ବସିଛନ୍ତି। ତେବେ ସୂଚନା ଅନୁଯାୟୀ ଆଜିକୁ 6 ବର୍ଷ ପୂର୍ବେ ବାଂଲାଦେଶୀ ଝିଅ ରୁମା ଏବଂ ବାଲେଶ୍ୱର କମଳଦା ଥାନା ଅଞ୍ଚଳର ପୁଅ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଫେସବୁକରୁ ପ୍ରେମ ହୋଇଥିଲା। ବାଂଲାଦେଶର ଏକ ମସଜିଦ୍ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ଅନେକ ଥର ଅଳ୍ପ କିଛି ଦିନ ନିଜ ଘରକୁ ଆସି ପୁଣି ଫେରି ଯାଇଥାନ୍ତି। ମାତ୍ର 5 ମାସ ପୂର୍ବରୁ ଆସି ପ୍ରତାପ ବାଂଲାଦେଶକୁ ଫେରି ନଥିଲେ କିମ୍ବା କୌଣସି ଯୋଗାଯୋଗ ରଖିନଥିଲେ। ତେଣୁ ନିଜର ଭଲ ପାଇବାକୁ ଖୋଜି ଖୋଜି ସୀମା ପାର ହୋଇ ପ୍ରତାପଙ୍କ ଘରେ ପହଞ୍ଚିଥିଲେ ରୁମା। ଏପଟେ ପ୍ରତାପଙ୍କର ଦ୍ୱିତୀୟ ବିବାହ ସରିଛି। ପ୍ରତାପ ଘରେ ନାହାନ୍ତି କିମ୍ବା ଧରାଛୁଆଁ ଦେଉନଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ରୁମାକୁ ଘରେ ପୁରାଇ ଦେଉନାହାନ୍ତି। ନ୍ୟାୟ ପାଇଁ ଅତୀତ ଦିନର କିଛି ସ୍ମୃତି ଏବଂ ମୋବାଇଲରେ ସାଇତି ରଖିଥିବା ଫଟୋକୁ ଧରି କର୍ମଦା ଥାନା ଏବଂ ବାଲେଶ୍ୱର ଏସ୍ପିଙ୍କୁ ଗୁହାରି କରିଛନ୍ତି। ତାଙ୍କ ପ୍ରେମ ସତ ସେ ତାଙ୍କ ସ୍ୱାମୀକି ଫେରି ପାଇବେ ଏହି ବିଶ୍ୱାସ ନେଇ ସେ ବାଲେଶ୍ୱରରେ ଡେରା ପକାଇଛନ୍ତି। ତେବେ ଅଭିଯୋଗ ଯଦି ସତ ହୁଏ ସୀମାର ସୁରକ୍ଷା ନେଇ ଏକ ପ୍ରଶ୍ନ ଉଠିଛି। କେମିତି ପ୍ରତାପ ବାରମ୍ବାର ଭାରତରୁ ବାଂଲାଦେଶ ଯାଉଥିଲେ ଏବଂ ରୁମା କେମିତି ଭାରତ ସୀମାକୁ ଆସିଲେ? ଯାହା ଦେଶ ଏବଂ ଦେଶ ସୀମା କେତେ ସୁରକ୍ଷିତ ତାହା ସାଧାରଣ ପ୍ରଶ୍ନବାଚୀ। ଜଳେଶ୍ୱରରୁ ଅଜିତ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।